ଆଜି ସକାଳୁ ସକାଳୁ ମୁଁ ଯେତେବେଳେ ଉଠିକି ଦେଖିଲି କୁକୁର ଦୁଇଟାଙ୍କର ତାମସା ଦେଖି ଦିମାଗ ପୁରା ମୋର ହଲିଗଲା। ମୁଁ ତ ଜାଣିଛି ବାହାରେ ହେଉଛି ବାତ୍ୟା, କାହିଁକିନା ଆପଣଙ୍କ ଆଡ଼େ ବାତ୍ୟା ହେଉଛି ନା ନାହିଁ ତାହା ଆପଣ କମେଣ୍ଟ ମାଧ୍ୟମରେ ମୋତେ ନିହାତି ଜଣେଇବେ। ଏଇଠି ମମି ଆମର ଦେଖନ୍ତୁ ପରିବାପତ୍ର କଟାକଟି କରିଛି ଯେମିତି ସାଇଲାକ ଲୋକ ଭୋଜି ଖାଇବେ ବୋଲି। ତାପରେ ମୋତେ ଦେଇଥିଲା ସେ କିଛି ସଜନା ଶାଗ ବାଛିବା ପାଇଁ, କିନ୍ତୁ ମୁଁ ଟିକେ ମୋର ଷ୍ଟାଇଲ୍ ମାରି ଦେଇଥିଲି କାହିଁକିନା ସକାଳୁ ଯେହେତୁ ଉଠିଥିଲି। ତାପରେ ଚାଲି ଆସିଥିଲେ ଆମ ବିରୁକୁ ହାଇ ଟିକେ କରିଥିଲି, ତାପରେ ବାହାରି ଯାଇଥିଲି ଶାଗ ବାଛିବା ପାଇଁ। ସଜନା ଶାଗ ଆଜି କାହାର ବୋଧେ ବାତ୍ୟାରେ ଗଛ ଭାଙ୍ଗି ଯାଇଥିଲା ଯେହେତୁ ଆମକୁ ଦେଇଥିଲେ, ତ ସଜନା ଶାଗ ବଛାବଛି କରିକି ତାକୁ ଧୁଆଧୁଇ କରିଦେଇଥିଲୁ। ଏଇଠି ବି ଆମର କୋବି ଭଜା ହେଇଯାଇଥିଲା। ଶାଗ ଭଜା ପାଇଁ ଏଇଠି ସବୁ ରେଡ଼ି ହେଇଯାଇଥିଲା। ଝିଅ ଆଣିଥିଲା ମାର୍କେଟରୁ ଯେହେତୁ କଖାରୁ ଫୁଲ, ତ କଖାରୁ ଫୁଲ ଦେଖିକି ଭୋକ ମୋତେ ପ୍ରବଳ ହେଲାଣି। ଏପଟେ କିନ୍ତୁ ବାତ୍ୟାର ରୂପ ଦେଖିକି ଡ୍ୟୁଟି ଯିବାର ବିଲକୁଲ ମନ ବି ହେଉନି, କାହିଁକିନା ଏତେ ମୋତେ ଜୋରରେ ଥଣ୍ଡା ହେଇଛି। ତା ସାଙ୍ଗକୁ ଏଇ ବାତ୍ୟାରେ ଡ୍ୟୁଟି କେମିତି ଯିବି ବୋଲି ଭାବୁଛି। ତ ଏଇଠି ଆମର ଦେଖନ୍ତୁ ଭଜାଭଜି ହେଇଯାଇଛି, ତା ସାଙ୍ଗେ କଖାରୁ ଫୁଲ ଯେହେତୁ ପଡ଼ିଛି ଦେଖିକି ତ ପାଟିରୁ ନାଳ ଗଡ଼ିଗଲାଣି। ଆମ ଘରେ ଅଗାଧୁଆକୁ ଦେଖନ୍ତୁ ନ ଗାଧେଇ ପାଧେଇ ଚିକଣ ସାର୍ଟ ପ୍ୟାଣ୍ଟ ପିନ୍ଧିଲା, ତା ସାଙ୍ଗକୁ ସେଣ୍ଟ ମାରିଦେଲା। ଏଇଠି ଆପଣ ଦେଖିପାରୁଥିବେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ମାନେ ବାହାରେ ବାତ୍ୟା କିନ୍ତୁ ଘରେ ଆମର ଚାଲିଛି ପଖାଳ ମାଡ଼। ଆପଣ ଦେଖିପାରୁଥିବେ ପଖାଳ ଖାଇକି ଓଫ୍ କି ଟେଷ୍ଟି ହେଇଛି। ଓଫୋ କହିଲେ ନ ସରେ। ପଖାଳ ଖାଇକି ବର୍ତ୍ତମାନ ମୁଁ ହେଇଯାଇଥିଲି ହାଲିଆ। ପଖାଳ ଖାଇଲା ପରେ ନିହାତି ଟିକେ ରେଷ୍ଟ ନେବା ଦରକାର। ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ସେ ଯାହା ବି ହେଇଯାଉ ପଖାଳ ନ ଖାଇଲେ ବିଲକୁଲ ଭଲ ଲାଗିବନି। ଏଇଠି ଟିକେ ଅଳସକା ଭଙ୍ଗା ଭଙ୍ଗି କଲି, ତାପରେ ଆମ ପାମ୍ପଡ଼ିକି ଟିକେ ଗେଲ କରିକି ମୁଁ ବାହାରି ଯାଇଥିଲି ଡ୍ୟୁଟି। ତ ଏବେ ଟିକେ ବର୍ଷା କମି ଯାଇଥିଲା ଯେହେତୁ ଡ୍ୟୁଟି ଯିବାର କିଛି ପ୍ରୋବ୍ଲେମ୍ ନଥିଲା। ଘରୁ ବାହାରିକି ଯିବା ପୂର୍ବରୁ ପାଗ ଦେଖିକି ପୁରା ମୁଣ୍ଡ ଖରାପ ହେଇଯାଉଥିଲା। ମୁଁ ଖାଲି ଭଗବାନଙ୍କୁ ଗୋଟିଏ କଥା ଡାକୁଥିଲି କି ଡ୍ୟୁଟିରେ ପହଞ୍ଚିବା ପୂର୍ବରୁ ବର୍ଷା ନ ହଉ। ତ ଏଇଠି ମୁଁ ଯାଇକି ପହଞ୍ଚି ଯାଇଥିଲି ଡ୍ୟୁଟି ପାଖରେ। ନେକ୍ସଟ ଭିଡ଼ିଓ ପାଇଁ ଚ୍ୟାନେଲକୁ କରିଦିଅନ୍ତୁ ସବସ୍କ୍ରାଇବ୍। ବାଏ ବାଏ।